କାର୍ତ୍ତିକଚନ୍ଦ୍ର ରଥଙ୍କର ରଚିତ ଈଶ୍ୱର ଜଣେ ଯୁବକ ନାଟକର ନାମକରଣ ସାର୍ଥକତା ପ୍ରତିପାଦନ। ଅଧିକାଂଶ ପ୍ରାୟତଃ ନାମକରଣକୁ ନେଇକି ଆସେ ଯେଉଁ ଟାଇପ୍ର ନାଟକ ଥାଏ। ଏଇ ଯେଉଁ ଈଶ୍ୱର ଜଣେ ଯୁବକ ତାର ନାମକରଣ ଏମିତି କ'ଣ ପାଇଁ ହେଲା, କାହିଁକି ହେଲା, ଈଶ୍ୱର ଜଣେ ଯୁବକ କାହିଁକି କୁହାହେଲା ହେଲା। ତ ଏମିତି ନାଟକର ନେଇକି କୋଶ୍ଚିନ୍ ଆସିପାରେ। ତ ଏହାରି ଉପରେ ମୁଁ କୋଶ୍ଚିନ୍ ଗୋଟେ ବନେଇଛି କୋଶ୍ଚିନ୍ ଆନ୍ସର। ତ ଭଲ ଲାଗିଲେ ଲାଇକ୍ କରିବେ, ନହେଲେ ଡିସଲାଇକ୍ କରିବେ ଚଳିବ। ଆଉ ଭୁଲ ହେଇଥିବ ଯଦି କେଉଁଟିଏ, କାରଣ ମୁଁ କ୍ରସ୍ ଚେକ୍ କରିନି। ଆଉ କାରଣ ଯେହେତୁ ଜଲ୍ଦି ଜଲ୍ଦି ଭିଡ଼ିଓ ଦରକାର, ଆପଣମାନଙ୍କର ଏକ୍ଜାମ୍ ଆସିଲାଣି, ତ ମୁଁ ଆଉ କ୍ରସ୍ ଚେକ୍ ଭଲି କରିନି, ଟାଇମ୍ ହେଲା ନାହିଁ। ଆଉ ଯଦି ଭୁଲ ହେଇଥିବ ଟିକେ ଆଡ଼ଜଷ୍ଟ କରିନେବେ ହେଲା। ଉପକ୍ରମ ଇଣ୍ଟ୍ରୋଡକ୍ସନ୍ ଲେଖିବେ। ଦେଖ, ଓଡ଼ିଆ ନାଟ୍ୟ ସାହିତ୍ୟର ଇତିହାସରେ 70-80 ଦଶକରେ ସଂଗଠିତ ନବନାଟ୍ୟ ଆନ୍ଦୋଳନ, 70-80 ଦଶକରେ ହେଇଥିଲା ନବନାଟ୍ୟ ଆନ୍ଦୋଳନ, ଯେଉଁଟା ନ୍ୟୁ ଡ୍ରାମା ମୁଭମେଣ୍ଟ ହେଇଥିଲା। ଏକ ଚିନ୍ତାଧାରାର ବିପ୍ଳବ ସୃଷ୍ଟି ହେଇଥିଲା। ଯେଉଁ ସମୟରେ ନବନାଟ୍ୟ ଆନ୍ଦୋଳନର ଥିଲେ ମନୋରଞ୍ଜନ ଦାସ, ସେଥିରେ ସେ ପାରମ୍ପରିକ ନାଟ୍ୟଧାରାକୁ କ'ଣ ବାଦ ଦେଇ ଏକ ନୂତନ ଧାରା ପ୍ରଚଳନ କରିଥିଲେ। ସେହି ସମୟରେ ଯେଉଁ ମନସ୍ତାତ୍ତ୍ୱିକ ନାଟକ, ସେଥିରେ ଆବସର୍ଡିଟି ହେଲା ନାଟକ ପ୍ରୟୋଗ କରାଯାଉଥିଲା। ତ ସେହି ନାଟ୍ୟଧାରାକୁ କାର୍ତ୍ତିକଚନ୍ଦ୍ର ରଥ ଏହି ନାଟକରେ ପ୍ରୟୋଗ କରିଛନ୍ତି ହେଲା। ଏହି ଧାରାର ଜଣେ ପ୍ରମୁଖ ସାରସ୍ୱତ ସ୍ରଷ୍ଟା ହେଉଛନ୍ତି କିଏ? ପ୍ରଫେସର କାର୍ତ୍ତିକଚନ୍ଦ୍ର ରଥ, ଯାହାଙ୍କର ଜନ୍ମ 1949 ଆଉ ମୃତ୍ୟୁ ହୋଇଛନ୍ତି 2019। ତାଙ୍କ ରଚିତ ପ୍ରୟୋଗବାଦୀ ନାଟକ ଗୁଡ଼ିକ ମଧ୍ୟରେ ହେଲା କି ଈଶ୍ୱର ଜଣେ ଯୁବକ ଏକ ଅନନ୍ୟ କୃତି, ଯେଉଁଥିରେ ସେଇ ଈଶ୍ୱର ଜଣେ ଯୁବକରେ କ'ଣ କ'ଣ ରହିଛି ନା ତାର ଆଭିମୁଖ୍ୟ କ'ଣ ନା ଯେଉଁଥିରେ ମାନବୀୟ ସତ୍ତାର ଅନ୍ତରୀଣ ସଂଘର୍ଷ, ସମାଜର କଠୋର ବାସ୍ତବତା ରହିଛି ହେଲା। ମାନବୀୟ ସତ୍ତାର ମଣିଷ ମନ ଭିତରେ ଯେଉଁ ସଂଘର୍ଷ ରହିଛି, ସମାଜର କଠୋରତାର ଯେଉଁ ବାସ୍ତବତା ହେଲା, ଓ ଅସ୍ତିତ୍ୱବାଦୀ ଦର୍ଶନର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ। ଅସ୍ତିତ୍ୱବାଦୀ କହିଲେ ଏକ୍ଜିଷ୍ଟେନ୍ସିଆଲିଜିମ୍ ହେଲା। ଏକ୍ଜିଷ୍ଟେନ୍ସିଆଲିଜିମ୍ର ଦର୍ଶନର ଯେଉଁ ଫିଲୋସଫିର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ ତାଙ୍କର ଏହି ନାଟକ ଗୁଡ଼ିକରେ। ଏହି ନାଟକଟିର ଶୀର୍ଷକ ବା ଟାଇଟେଲ୍, ଯେଉଁଟା ଶୀର୍ଷକ ରହିଛି ଆମର, ଅତ୍ୟନ୍ତ କୌତୂହଳପ୍ରଦ, ସାଙ୍କେତିକ ଓ ଗଭୀର ଦର୍ଶନରେ ସମୃଦ୍ଧ। ନାମକରଣରେ ଥିବା ବ୍ୟଞ୍ଜନାତ୍ମକ ହେଲା ଓ ବ୍ୟଙ୍ଗାତ୍ମକ ଦିଗଟି କିପରି ନାଟକର ମୂଳ ସ୍ୱର ସହିତ ଓତପ୍ରୋତ ଭାବରେ ଜଡ଼ିତ, ତାହାର ବିସ୍ତୃତ ଆଲୋଚନା ନିମ୍ନରେ ପ୍ରଦାନ କରା। ତ ଏତିକି ମୁଁ ସର୍ଟରେ ଲେଖିଛି ଟିକେ ଇଣ୍ଟ୍ରୋଡକ୍ସନଟା। ତୁମେମାନେ ଚାହିଁଲେ ତାକୁ ତୁମର ବହି ଥିବ ପ୍ରାୟତଃ, ଆଉ ତୁମେ ସେଠୁ ଦେଖିକି ନାଟ୍ୟକାରଙ୍କର ଆଉ 2-3 ତାଙ୍କର ରଚନାବଳୀ ହଉ ଆଉ ତାଙ୍କର ଇଣ୍ଟ୍ରୋଡକ୍ସନ୍ କିଛି ଲେଖିଦେବ ହେଲା କି। ଆଉ ମୁଁ ଏଇଟା ବିଶେଷ ଆଲୋଚନା କରୁନି। ତାପରେ ଦେଖିବା, ତାପରେ ଏଇଟା ଦେଖିବ ପଏଣ୍ଟ ଦେଇକି ଏମିତି ଲେଖିବା ହେଲା। ନାମକରଣ ସାଧାରଣ ଓ ତାତ୍ତ୍ୱିକ ଭାବାର୍ଥ ହେଲା। ପଏଣ୍ଟ ଦେଇକି ଲେଖିଲେ ଚଳିବ, ନହେଲେ ପାରାଗ୍ରାଫ ଲେଖିଲେ ଚଳିବ ହେଲା। ନାଟକର ନାମକରଣ ଈଶ୍ୱର ଜଣେ ଯୁବକ ହେଲା କି, ଏଥିରେ 2ଟି ପରସ୍ପର ବିରୋଧୀ ମନେ ହେଉଥିବା ସତ୍ତାର ସମନ୍ୱୟ ଘଟିଛି। କ'ଣ ନା ପ୍ରଥମ ସତ୍ତାଟି ହେଉଛି ଈଶ୍ୱର, ଆଉ ଦ୍ୱିତୀୟ ସତ୍ତାଟି ହେଉଛି ଯୁବକ। ଈଶ୍ୱର ଜଣେ ଯୁବକ, ଯେହେତୁ 2ଟା ସତ୍ତାକୁ ନେଇ କରାହେଉଛି, ଈଶ୍ୱର ଆଉ ଯୁବକ। ଧାର୍ମିକ ଓ ପାରମ୍ପରିକ ବିଶ୍ୱାସ ଅନୁଯାୟୀ ଈଶ୍ୱର ହେଉଛନ୍ତି ଏହି ସୃଷ୍ଟିର ସର୍ଜନକର୍ତ୍ତା। ଧାର୍ମିକ ଦୃଷ୍ଟିରୁ ଆମ ମାଇଥୋଲୋଜିକାଲି ଆମେ ଦେଖିବାକୁ ଗଲେ, ଆଉ ଈଶ୍ୱର ହେଉଛନ୍ତି କ'ଣ? ସୃଷ୍ଟିର ସର୍ଜନକର୍ତ୍ତା, ସର୍ବଶକ୍ତିମାନ ଓ ଦୁଃଖହାରୀ ଓ ଆଶାର ଏକମାତ୍ର ଆଧାର ଈଶ୍ୱରଙ୍କୁ କୁହାଯାଏ। ଠିକ୍ ସେହିପରି ଏକ ବାସ୍ତବ ସାମାଜିକ ଦୃଷ୍ଟିକୋଣରୁ ବିଚାର କଲେ, ଯେଉଁଟା ଆମର ସ୍ଥିତିବାଦୀ, ଯେଉଁଟା ଏକ୍ଜିଷ୍ଟେନ୍ସିଆଲିଜିମ୍ରେ ଦେଖିଲେ ଗଲେ ହେଲା କି, ଯେଉଁଟା ମାନେ ସତ୍ତା ଆମେ ଯେଉଁଟା ଅନୁଭବ କରିପାରୁଛନ୍ତି, ଡାଇରେକ୍ଟ ନିଜେ ଅନୁଭବ କରିପାରୁଛନ୍ତି, ଯାହାର ବାସ୍ତବତା ଯେଉଁଟା ଆମେ ଦେଖିପାରୁଛନ୍ତି, ତାହାକୁ ସେଇ ଦୃଷ୍ଟିକୋଣରୁ ବିଚାର କଲେ ଯୁବକ ବା ଯୁବପିଢ଼ି ହେଉଛନ୍ତି ସମାଜ ଓ ଦେଶର ମୁଖ୍ୟ ଜୀବନ୍ତ ଶକ୍ତି, ଯେଉଁମାନେ ନୂତନ ସୃଷ୍ଟି ଓ ପରିବର୍ତ୍ତନର ସାମର୍ଥ୍ୟ ରଖନ୍ତି। ଯୁବକର ସ୍ୱପ୍ନ, ସାହସ ଓ ସର୍ଜନାତ୍ମକ କ୍ଷମତା ହିଁ ଦେଶର ଭବିଷ୍ୟତ ଗଠନ କରିଥାଏ। ତ ସେଥିପାଇଁ ଈଶ୍ୱର ଜଣେ ଯୁବକ, ଅର୍ଥାତ୍ ଯୁବକକୁ ଗୋଟେ ଈଶ୍ୱରଙ୍କ ସହିତ ତୁଳନା କରାଯାଇଛି ହେଲା। ତ ସେଥିପାଇଁ ଯୁବଶକ୍ତିକୁ ଈଶ୍ୱରଙ୍କର ସବୁଠାରୁ ପ୍ରତ୍ୟକ୍ଷ ଏବଂ ଜୀବନ୍ତ ରୂପ ବୋଲି ଧରାଯାଇପାରେ। ନାଟ୍ୟକାର ଏହି ତାତ୍ତ୍ୱିକ ଭାବାର୍ଥକୁ ଆଧାର କରି ଯୁବଶକ୍ତିର କର୍ତ୍ତୃତ୍ୱ ଓ ଦେବତ୍ୱକୁ ମଞ୍ଚରେ ଉପସ୍ଥାପନ କରିଛନ୍ତି। ଯେଉଁ ଯୁବକ ସମାଜର ସକଳ ପ୍ରଗତିର କାରଣ ଓ ସେ ହିଁ ଧରାପୃଷ୍ଠର ପ୍ରକୃତ ଈଶ୍ୱର ବୋଲି ସେ ଏହି ନାଟକରେ କ'ଣ ମଞ୍ଚସ୍ଥ କରିବା ପାଇଁ ଚେଷ୍ଟା କରିଛନ୍ତି ବା ଆମକୁ ଦର୍ଶାଇବାକୁ ଚାହିଁଛନ୍ତି। ତ ତାପରେ ଦେଖିବା ବାସ୍ତବ ସ୍ଥିତି ଓ ବ୍ୟଙ୍ଗାତ୍ମକ ଦିଗଟି କ'ଣ ତାଙ୍କ ଏଇ ନାଟକରେ। ନାଟକର ନାମକରଣ ପଛରେ କେବଳ ଗୌରବ ଗାଥା ନାହିଁ, ବରଂ ଏଥିରେ ରହିଛି ଏକ ତୀକ୍ଷ୍ଣ ବ୍ୟଙ୍ଗ ଓ ଶ୍ଳେଷ ରହିଛି। କ'ଣ ରହିଛି, କାହିଁକି ସେ ନାଟକର ଏମିତି ନାମକରଣ କରିଛନ୍ତି, ତା ପଛରେ ତାର ବସି ସମାଜକୁ କ'ଣ ଦର୍ଶାଇବାକୁ ଚାହିଁଛନ୍ତି, ମାନେ କ'ଣ ବାର୍ତ୍ତା ଦେବାକୁ ଚାହିଁଛନ୍ତି, ତାଙ୍କ ନାଟକର ଆଭିମୁଖ୍ୟ କ'ଣ ଆକ୍ଚୁଆଲି। ସେ ନାଟକ ସିନା ରଚନା କରିଥିଲେ, ଆମେ ନାଟକ ସିନା କଥାବସ୍ତୁ ଜାଣିଗଲେ, ତା ବିଷୟବସ୍ତୁ ଜାଣିଗଲେ, ତ ସେଇ ନାଟକରୁ ଆମେ କ'ଣ ଶିଖିଲେ, ମାନେ ସେଇ ନାଟକ ମାଧ୍ୟମରେ ନାଟ୍ୟକାର କ'ଣ କହିବାକୁ ଚାହୁଁଛନ୍ତି ହେଲା କି, ସେଇଟା ତାର ମୁଖ୍ୟ ବିଷୟବସ୍ତୁ। ନାଟକରେ ଯେଉଁ ଯୁବକକୁ ଈଶ୍ୱର ଭାବରେ ଅଭିହିତ କରାଯାଇଛି,
ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥାରେ ବା ବର୍ତ୍ତମାନ ସାମାଜିକ ବ୍ୟବସ୍ଥାରେ ତାର ସ୍ଥିତି ଅତ୍ୟନ୍ତ କରୁଣ। ପାଠ ପଢ଼ି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ସେ ଆଜି ବେକାର। କିଏ? ଯୁବକ। ସେ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ଓ ସମ୍ମାନଜନକ କାର୍ଯ୍ୟଟିଏ ପାଇବା ପାଇଁ ଦ୍ୱାର ଦ୍ୱାର ବୁଲି ପ୍ରତ୍ୟାଖ୍ୟାନ ହେଉଛି। ବର୍ତ୍ତମାନ ତ ସ୍ଥିତି ବର୍ତ୍ତମାନ ସମସ୍ତଙ୍କର ସେ ଜାଣିଛନ୍ତି, ଯେଉଁମାନେ ଶିକ୍ଷିତ ହୋଇ ମଧ୍ୟ ଚାକିରି ପାଉନାହାନ୍ତି। ଯୁବକଟି ସମାଜର ଦୁର୍ନୀତି, ଲାଞ୍ଚ କାରବାର ଏବଂ ଶୋଷଣକାରୀ ବ୍ୟବସ୍ଥା ଆଗରେ ନିଜର ଆତ୍ମସମ୍ମାନ ହରାଇ ବସିଛି। ନାଟ୍ୟକାର ଏଠାରେ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି। ଯଦି ସୃଷ୍ଟିକର୍ତ୍ତା ବା ଈଶ୍ୱର ସଦୃଶ ଶକ୍ତିଶାଳୀ ଯୁବକ ନିଜେ ଦୁଃଖରେ ଛଟପଟ ହୁଏ, ଯଦି ସୃଷ୍ଟିକର୍ତ୍ତା ବା ଈଶ୍ୱର ସଦୃଶ ମାନେ ଯେହେତୁ ଈଶ୍ୱରଙ୍କ ସହିତ ତୁଳନା କରାଯାଇଥିଲା ଯୁବକକୁ, ଯଦି ସେଇ ଯୁବକ ଯଦି ଦୁଃଖରେ ଛଟପଟ ହୁଏ, ତେବେ ଏହି ସୃଷ୍ଟିର କଲ୍ୟାଣ ହେବ କିପରି? ଯଦି ଭଗବାନ ଯଦି ଦୁଃଖରେ ରୁହନ୍ତି, ଭଗବାନ କରି ହୁଏ, ଯେମିତି ଆମର ଦୁନିଆ ଠିକ୍ ସେ ଚାଲିପାରିବନି, ଯେ ଲୋକମାନେ ଛଟପଟ ହେବେ, ଠିକ୍ ସେଇଭଳି ତ ଯୁବକ ଯଦି ଠିକ୍ ସେ ନ ରହିଲା, ତା ଦୁଃଖରେ ଛଟପଟ ହେଲା ଈଶ୍ୱରଙ୍କ ଭଳି ହେଲା, ତାହେଲେ ଦୁନିଆ ଏହି ସୃଷ୍ଟିର କଲ୍ୟାଣ ହେବ କିପରି? ଯେଉଁ ଯୁବପିଢ଼ି ସମାଜକୁ ଉନ୍ନତି ପଥରେ ନେବା କଥା, ସେ ନିଜେ ଆଜି ବ୍ୟବସ୍ଥାର ଚକ୍ରବ୍ୟୁହରେ ପେଶି ହୋଇ ମାନସିକ ପଙ୍ଗୁତ୍ୱ ଓ ହତାଶାର ଶିକାର ହେଉଛି। ବର୍ତ୍ତମାନ ଆମର ସେ ସିଷ୍ଟମ ଯାହା ରହିଛି, ଆମର ପଲିଟିକାଲ ସିଷ୍ଟମ ବା ଯାହା ବି ଏଜୁକେସନାଲ ସିଷ୍ଟମ ରହିଛି, ତ ବର୍ତ୍ତମାନ ଦେଖୁଥିବେ ଯେଉଁ ଈଶ୍ୱର ସମସ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି, ସେହି ଈଶ୍ୱର ରୂପୀ ଯୁବକ ହେଲା, ଈଶ୍ୱର ରୂପୀ ଯୁବକ ଆଜି ନିଜ ଭାଗ୍ୟ ପାଇଁ କାନ୍ଦୁଛି। ବର୍ତ୍ତମାନ ଏଇଟା ବାସ୍ତବ ଚିତ୍ର ଦେଇଛନ୍ତି ନାଟକରେ ହେଲା କି ନାଟକର ଏହି ଅସଙ୍ଗତ ବା ଆବସର୍ଡିଟି ନାମକରଣକୁ ଏକ କଳାତ୍ମକ ରୂପ ପ୍ରଦାନ କରିଛି। ତ ଆଉ ଗୋଟେ ପଏଣ୍ଟ ଦେଖିବା, ନାଟକର ମୂଳ ବିଷୟବସ୍ତୁ ଅସ୍ତିତ୍ୱବାଦର ସମ୍ପର୍କ ହେଲା। ନାଟକଟିରେ କାର୍ତ୍ତିକ ଚନ୍ଦ୍ରର ଅର୍ଥ ପାଶ୍ଚାତ୍ୟ ଅସ୍ତିତ୍ୱବାଦୀ ଦର୍ଶନ, ଯୋଉ ଏକ୍ଜିଷ୍ଟେନ୍ସିଆଲିଜିମ୍ ଯୋଉଟା, ସେଟା ହଉଛି ପାଶ୍ଚାତ୍ୟ ବା ଫରେନ୍ କଣ୍ଟ୍ରିର ହେଟା ଗୋଟେ ଦର୍ଶନ ହେଲା କି ଫରେନ୍ କଣ୍ଟ୍ରିର ଦର୍ଶନ, ସେଇଟାକୁ ସିଏ ଫରେନ୍ ଯୋଉଟା ନବନାଟ୍ୟ ଆନ୍ଦୋଳନ ସମୟରେ ମଧ୍ୟ ସେୟା ହେଇଥିଲା, ସେଟା ପାଶ୍ଚାତ୍ୟ ସାହିତ୍ୟରୁ ଓଡ଼ିଆ ସାହିତ୍ୟକୁ ପ୍ରବେଶ କରାଇଥିଲେ। ତ ଏଇଟା ପାଶ୍ଚାତ୍ୟ ସାହିତ୍ୟ, ଯେହେତୁ ଏଇଟା ଗୋଟେ ପାଶ୍ଚାତ୍ୟ ସାହିତ୍ୟର ଗୋଟେ ଦର୍ଶନ ନା, ତ ସେଇ ଏକ୍ଜିଷ୍ଟେନ୍ସିଆଲିଜିମ୍ର ପ୍ରଭାବଶାଳୀ ଉପସ୍ଥାପନା କରିଛନ୍ତି କୋଉଠି? ଆମର ଏଇ ନାଟକରେ। ନାଟକର ମୁଖ୍ୟ ପାତ୍ର ଜଣେ ନାମହୀନ ଯୁବକ, ଯିଏକି ପ୍ରତ୍ୟେକ ସାଧାରଣ ଯୁବକ ମାନଙ୍କର ଜଣେ ପ୍ରତିନିଧି କରୁଛି। ସେଇ ନାଟକର ଜଣେ ହେଉଛି ଯୁବକ। ସେ ସମାଜର ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସମ୍ମାନ ଖୋଜୁଛି, ମାତ୍ର ବାସ୍ତବ ଜୀବନର କଠିନତା, ଆଦର୍ଶର ଅବକ୍ଷୟ ଏବଂ ପାରିପାର୍ଶ୍ୱିକ ନୈତିକତାର ବିନାଶ ତାକୁ କ୍ରମଶଃ ଶୂନ୍ୟତାବାଦ ବା ନିହିଲିଜିମ୍ ଆଡ଼କୁ ଠେଲି ନେଉଛି। କ'ଣ କରିବ? ଈଶ୍ୱର ଯେପରି ସର୍ବବ୍ୟାପୀ ହୋଇ ମଧ୍ୟ ଅଦୃଶ୍ୟ ଓ ନିସଙ୍ଗ, ଆଧୁନିକ ଜଞ୍ଜାଳମୟ ପୃଥିବୀରେ ଯୁବକ ମଧ୍ୟ ସେହିପରି ନିସଙ୍ଗ ଓ ଏକାକୀ ହୋଇଯାଇଛି ହେଲା କି। ସେ ଜନଗହଳି ଭିତରେ ଥାଇ ମଧ୍ୟ ନିଜକୁ ଅତି ଅସହାୟ ବୋଲି ଅନୁଭବ କରୁଛି। ବର୍ତ୍ତମାନ ବାସ୍ତବ ସାମ୍ପ୍ରତିକ କଥାଟାକୁ ଏଇ ନାଟକରେ ସିଏ ଦର୍ଶାଇଛନ୍ତି ନାଟ୍ୟକାର। ସେ ନିଜର ଦୟନୀୟ ପରିସ୍ଥିତି ଓ ଜୀବନର ଅସାରତା ଦେଖି ଚିନ୍ତା କରୁଛି ଯେ, ଯୁବକଟି ଯେ ନିଜର ଦୟନୀୟ ପରିସ୍ଥିତି ଓ ଜୀବନର ଅସାରତା ଦେଖି ଚିନ୍ତା କରିଛି ଯେ, ଯଦି ସେ ଏହି ସମାଜର ଶ୍ରେଷ୍ଠ ଶକ୍ତି, ତେବେ କାହିଁକି ସେ ଏହି ନର୍କ ଯନ୍ତ୍ରଣା ଭୋଗୁଛି? ସେ କହୁଛି, ଯଦି ଯୁବକଟି ଭାବୁଛି ଯଦି ସେ ସମାଜର ଶ୍ରେଷ୍ଠ ଶକ୍ତି ବା ସେ ଈଶ୍ୱର ସ୍ୱରୂପ, ଈଶ୍ୱର ରୂପୀ, ତାହେଲେ ସେ ଏତେ କଷ୍ଟ ଯନ୍ତ୍ରଣା କ'ଣ ପାଇଁ ଭୋଗୁଛି? କାରଣ ଈଶ୍ୱର ତ ଯନ୍ତ୍ରଣା ଭୋଗିବା କଥା ନୁହଁ। ଏହି ଦ୍ୱନ୍ଦ୍ୱ ଯୋଗୁଁ ନାଟକରେ ଥିବା ପ୍ରତ୍ୟେକଟି ସଂଳାପ ବା ଡାଇଲଗ ହେଲା ଏବଂ ଦୃଶ୍ୟ ଯୁବ ଚରିତ୍ରର ଈଶ୍ୱରତ୍ୱ ଓ ସାମାଜିକ ଅକ୍ଷମତା ମଧ୍ୟରେ ସୀମାରେଖା ଟାଣି ନାମକରଣ ଯଥାର୍ଥକୁ ପ୍ରତିପାଦନ କରୁଛି। ଯେହେତୁ ନାମକରଣ ଉପରେ କଥାବାର୍ତ୍ତା କ୍ୱେଶ୍ଚିନ୍ଟି ଅଛି, ତ ନାମକରଣକୁ ନେଇକି ତାର ଆନ୍ସର ଗତି କରୁଛି ହେଲା। ତ 4 ନମ୍ବର ଆଉ ଗୋଟେ ନେକ୍ସଟ ପଏଣ୍ଟ ଦେଖିବା। କ'ଣ ଦେଇଛି ନା, ରାଜନୈତିକ ଓ ଅର୍ଥନୈତିକ ସଂକଟର ରୂପାୟନ କିପରି ହେଇଛି ଏଇ ନାଟକରେ ହେଲା କି। ପଲିଟିକାଲ ଆଉ ଇକୋନୋମିକାଲ ଯୋଉ ସଂକଟ ରହିଛି, ତାର ରୂପାୟନ କିପରି ହେଇଛି। ନାଟକରେ ପ୍ରଦର୍ଶିତ ହୋଇଛି ଯେ, କ୍ଷମତା ଲୋଭୀ ଶାସକ ଓ ଭ୍ରଷ୍ଟ ନେତାମାନେ ଯୁବଶକ୍ତିକୁ କେବଳ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଏକ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ତ ସେୟା ହଉନି ନାହିଁ, ଯୁବକ ମାନେ ଯେମିତି ଇଲେକ୍ସନ ଆସିଲା ବେଳେ ପ୍ରାୟତଃ ନେତାମାନେ କ'ଣ କରନ୍ତି ନା, ଦେଇଦିଅନ୍ତି ମଦ ମାଂସ ପାଇଁ ଖର୍ଚ୍ଚ ଦିଅ ଯାଅ, କିନ୍ତୁ ତାଙ୍କର ଫ୍ୟୁଚର ପାଇଁ କୌଣସି ନେତାମାନେ ଇଏ କରନ୍ତିନି ଯେ ମାନେ ଭବିଷ୍ୟତ କେମିତି ଉଜ୍ଜଳ ହବ, ସେଥିନେଇ କୌଣସି କାର୍ଯ୍ୟ କରିବା କି ନାହିଁ, ସେମିତି ନାହିଁ। କିନ୍ତୁ ଭୋଟ ସମୟରେ କ'ଣ କରନ୍ତି ନା, ଦେଇଦେବେ ମଦ ମାଂସ ଖର୍ଚ୍ଚ କରିକି ଯାଅ ଖାଅ ଇଏ କର, ଯୁବକମାନଙ୍କୁ ସେଇ କ୍ଷେତ୍ରରେ ପ୍ରବର୍ତ୍ତାଏ କେମିତି ଭୋଟ ଜିତିବେ ହେଲା କି। ତ ବର୍ତ୍ତମାନ ବି ଚାକିରି ପାଉନାହାନ୍ତି ଲୋକମାନେ, ଚାକିରି କରିକି ମଧ୍ୟ କ'ଣ ପାଇଁ? ତ ସେଇ କଥା ହିଁ ନାଟକରେ ଏଠାରେ ଦର୍ଶାଇଛନ୍ତି। ସେମାନେ ପ୍ରଥମେ ଯୁବକମାନଙ୍କୁ ଦେଶର ଆଶା ଭରସା ଓ ଜୀବନ୍ତ ଭଗବାନ କହି ପ୍ରଶଂସା କରନ୍ତି, କ'ଣ ନେତାମାନେ ହେଲା। ମାତ୍ର କାର୍ଯ୍ୟ ହାସଲ ହେବା ପରେ, ଟିକେ ପୂର୍ବରୁ କହିଲି, ଜିତି ସାରିଲା ପରେ ସେମାନଙ୍କୁ ଓଳିଆ ଭଳି ଫିଙ୍ଗି ଦିଅନ୍ତି ଯୁବକମାନଙ୍କୁ।
ଅର୍ଥନୈତିକ ଦୈନ୍ୟତା ମଧ୍ୟରେ ଯୁବକର ସବୁ ସୁନ୍ଦର ସ୍ୱପ୍ନ ଧୂଳିସାତ ହୋଇଯାଉଛି। ନାଟ୍ୟକାର ଦର୍ଶାଇଛନ୍ତି ଯେ ସମାଜରେ ସର୍ବଶ୍ରେଷ୍ଠ ଶକ୍ତି ବୋଲାଉଥିବା ଯୁବକକୁ ଯଦି କଳୁଷିତ ବ୍ୟବସ୍ଥା ଦ୍ୱାରା ଦଳି ଦିଆଯାଏ ତେବେ ସମଗ୍ର ସଭ୍ୟତାର ପତନ ସୁନିଶ୍ଚିତ ବା ଅନିବାର୍ଯ୍ୟ। ଯୁବକର ଏହି ନିଃସହାୟ ବିକଳତାକୁ ଦର୍ଶାଇବା ପାଇଁ ନାଟ୍ୟକାର ଅତି ଚମତ୍କାର ଭାବରେ ଈଶ୍ୱର ସଦୃଶ ମହାଶକ୍ତିଶାଳୀ ଶବ୍ଦକୁ ଏକ ସାଧାରଣ ଯୁବକ ସହିତ ଯୋଡ଼ିଛନ୍ତି ହେଲା। ତାପରେ ପ୍ରତୀକାତ୍ମକ ବାର୍ତ୍ତା ଓ ମାନସିକ ସଂଘର୍ଷ କ'ଣ ରହିଛି ଏ ନାଟକରେ। ପ୍ରତୀକାତ୍ମକ ମାନେ ପ୍ରତୀକ ସିମ୍ବଲିଜିମ୍, ପ୍ରତୀକାତ୍ମକ ଭାବରେ ମାନେ ନାଟକର କ'ଣ ଦର୍ଶାଇବାକୁ ଚାହିଁଛନ୍ତି ହେଲା କି ଏ ନାଟକ ମାଧ୍ୟମରେ। ଈଶ୍ୱର ଜଣେ ଯୁବକ ନାଟକର ମୂଳ ବାର୍ତ୍ତା ବା ମୁଖ୍ୟ ଆଭିମୁଖ୍ୟ କ'ଣ ନା ଯୁବ ମାନସର ଜାଗରଣ, ଯୁବ ମାନସକୁ ଉଜ୍ଜୀବିତ କରିବା ପାଇଁ ବା ଜାଗରଣ କରିବା ପାଇଁ ଏ ନାଟକରେ ବାର୍ତ୍ତା ଦେଇଛନ୍ତି। ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ମଞ୍ଚ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଯେ କେବଳ ନିର୍ଜୀବ ପଥର ମୂର୍ତ୍ତି ମଧ୍ୟରେ ଈଶ୍ୱରଙ୍କୁ ଖୋଜିବା ଅପେକ୍ଷା ଜୀବନ୍ତ କର୍ମରତ ଯୁବକ ଭିତରେ ଥିବା ଈଶ୍ୱରତ୍ୱକୁ ଚିହ୍ନିବା ଏବଂ ତାକୁ ଯଥାଯୋଗ୍ୟ ସୁଯୋଗ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ ଗୋଟେ ପଏଣ୍ଟ ହେଲା। ତ ଏଇଟା ହେଉଛି ତାର ବାର୍ତ୍ତା ଯେ କେବଳ ନିର୍ଜୀବ ପଥର ମୂର୍ତ୍ତି ମଧ୍ୟରେ ଭଗବାନ ଖାଲି ଖୋଜିଲେ ହେବନି। ଭଗବାନ ସେଠି ଭଗବାନଙ୍କୁ ଖୋଜିବା ଅପେକ୍ଷା ବର୍ତ୍ତମାନ ବାସ୍ତବ ଜୀବନରେ ହେଲା ଜୀବନ୍ତ କର୍ମରତ ଯେଉଁମାନେ କର୍ମ କରିବାକୁ ସକ୍ଷମ ଜୀବନ୍ତ କର୍ମରତ ଯୁବକ ଭିତରେ ହିଁ ଈଶ୍ୱରତ୍ୱକୁ ଚିହ୍ନିବା, ଈଶ୍ୱରକୁ ଖୋଜିବା ଏବଂ ତାକୁ ଯଥାଯୋଗ୍ୟ ସୁଯୋଗ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତାଙ୍କୁ ଅଧିକ ସେଇ ସୁଯୋଗ ସେଇଭଳିଆ ମିଳିଲେ ହିଁ ଦେଶର ଉନ୍ନତି ହୋଇପାରିବ ବୋଲି ନାଟ୍ୟକାର ଏଠି ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ଯଦି ଯୁବ ମାନସ ନିଜ ମଧ୍ୟରେ ଥିବା ସର୍ଜନାତ୍ମକ ବା କ୍ରିଏଟିଭିଟି ଶକ୍ତିକୁ ହେଲା କି ସର୍ଜନାତ୍ମକ କହିଲେ କ୍ରିଏଟିଭିଟି ଶକ୍ତିକୁ ଯଦି ଚିହ୍ନି ପାରିବେ ଏବଂ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରିବେ ହେଲା କି ତେବେ ସେମାନେ ନିଶ୍ଚିତ ଭାବେ ନିଜ ଜୀବନର ଭାଗ୍ୟ ବିଧାତା ଅର୍ଥାତ୍ ପ୍ରକୃତ ଈଶ୍ୱରରେ ରୂପାନ୍ତରିତ ହୋଇପାରିବେ। ଏହି ଦୃଷ୍ଟିକୋଣରୁ ନାଟକର ନାମକରଣ ସମାଜ ପାଇଁ ଏକ ଗଭୀର ସାମାଜିକ ଚେତାବନୀ ଓ ସଚେତନତା ପ୍ରତୀକ ସଦୃଶ ହୋଇପାରିଛି ହେଲା। ଏତିକି ଥିଲା ଆମର ବିଷୟବସ୍ତୁ। ତାପରେ ଆମେ ଦେଖିବା ଉପସଂହାର ବା କନକ୍ଲୁଜନ କ'ଣ ହେଲା ଟିକେ ଦେଖିଦେବା। ପରିଶେଷରେ କୁହାଯାଇପାରେ ଯେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥଙ୍କ ଦ୍ୱାରା ରଚିତ ଈଶ୍ୱର ଜଣେ ଯୁବକ କେବଳ ଏକ ମଞ୍ଚ ଉପସ୍ଥାପନ ନୁହେଁ, କେବଳ ମଞ୍ଚରେ ଖାଲି ଅଭିନୀତ ପାଇଁ ନୁହେଁ ନାଟକଟି, ବରଂ ଏହା ଆଧୁନିକ ମଣିଷର ଅସ୍ଥିର ଚେତନାର ଏକ ପ୍ରଭାବଶାଳୀ ଦଲିଲ। ନାଟକର ନାମକରଣରେ ଥିବା ରହସ୍ୟ, ବ୍ୟଙ୍ଗ ଏବଂ ସାମ୍ପ୍ରତିକ ବାସ୍ତବତା ଦର୍ଶକ ବା ପାଠକମାନଙ୍କୁ ଗଭୀର ଭାବରେ ଆନ୍ଦୋଳିତ ଓ ଚିନ୍ତାଶୀଳ କରେ। ନାଟକର କଥାବସ୍ତୁ, ପ୍ରତୀକାତ୍ମକ ଚରିତ୍ର ଚିତ୍ରଣ ଏବଂ ଗଭୀର ମନ ବିଶ୍ଳେଷଣର ଧାରାକୁ ଏକ ସୂତ୍ରରେ ବାନ୍ଧିବାରେ ଏହି ଆଧ୍ୟାତ୍ମିକ ଓ ସାମାଜିକ ବିଲୟ ଘଟିଥିବା ଶୀର୍ଷକଟି ସର୍ବତ୍ର ସମର୍ଥ ଓ ସଫଳ ହୋଇଛି। ଓଡ଼ିଆ ସାହିତ୍ୟ ଜଗତରେ ଏହି ଶୀର୍ଷକର ଶୈଳୀ ଓ କାଳଜୟୀ ପ୍ରାସଙ୍ଗିକତା ଚିରକାଳ ଅମ୍ଳାନ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ।